ଶୁଭ ସକାଳ ପିଲାମାନେ। କେମିତି ଅଛ? ଭଲ? ଓକେ। ଆଜି ଆମେ ତମ ବିଜ୍ଞାନ ବହିର ଉଦ୍ଭିଦଜାତ ତନ୍ତୁ ଯେପରିକି କପା, ଝୋଟ, ନଡ଼ିଆ କତା ବିଷୟରେ ଆଲୋଚନା କରିବା। ଘରେ ବ୍ୟବହାର ହେଉଥିବା ତକିଆ, ରେଜେଇ, ଧାନବସ୍ତା, ପାପୋଛ, ଦଉଡ଼ି ଏସବୁ ଉଦ୍ଭିଦଜାତ ତନ୍ତୁରୁ ତିଆରି। କପା ଏକ ଉଦ୍ଭିଦ ଜାତୀୟ ତନ୍ତୁ। କପା ଗଛରୁ ମିଳିଥାଏ। ଚିତ୍ରରେ ତମେ ଯୋଉ ଦେଖୁଛ ଏସବୁ ହଉଛି କପା ଗଛ। ଏ କପା ଗଛର ଫଳ ଗୁଡ଼ିକ ପାକଳ ହେଲେ ସେଥିରୁ ତୁଳା ବାହାରେ। କପା ଗଛର ଫଳ ଗୁଡ଼ିକ ପାକଳ ହେଲେ ସେଥିରୁ ତୁଳା ଗୁଡ଼ିକ ବାହାରିଯାଏ ଏବଂ ତାହା ପବନରେ ଏଣେତେଣେ ଉଡ଼ି ବୁଲେ। ରଞ୍ଜିତା କହିଲ, କପା ଗଛ ବ୍ୟତୀତ ଆଉ କେଉଁ ଗଛରୁ ତୁଳା ମିଳେ? ଭେରି ଗୁଡ୍, ଶିମିଳି ଗଛ। ତମ ବାଡ଼ି ମାନଙ୍କରେ ଶିମିଳି ଗଛ ଅଛି ନା? ହଁ, ସେଇ ଶିମିଳି ଗଛରୁ ମଧ୍ୟ ତୁଳା ମିଳିଥାଏ। ଶିମିଳି ଗଛର ଫଳ ମଧ୍ୟ ପାକଳ ହେଲେ ସେଥିରୁ ତୁଳା ବାହାରି ପବନରେ ଏପଟ ସେପଟ ଉଡ଼ି ବୁଲେ। ଏ କପା ଗଛଠାରୁ ଶିମିଳି ଗଛ ସାଧାରଣତଃ ଡେଙ୍ଗା। ବିଶାଲ କହିଲ, ତୁଳା କେଉଁ କାମରେ ଲାଗେ? ଗୁଡ୍। ତୁଳା ସାଧାରଣତଃ ରେଜେଇ, ତକିଆ ଇତ୍ୟାଦି ତିଆରି କରିବାରେ ଲାଗିଥାଏ। ପିଲାମାନେ, ତମେ ମଧ୍ୟ ଜାଣିଥିବ ଏହାକୁ ଡାକ୍ତରଖାନାରେ ରୋଗୀ ସେବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଚିତ୍ରରେ ତମେ ଦେଖୁଛ ଏକ ଲୁଗାକଳ। ଏ ଲୁଗାକଳରେ ତୁଳାରୁ ସୂତା ପ୍ରସ୍ତୁତ କରି ସେହି ସୂତାରୁ ବିଭିନ୍ନ ରକମର ପୋଷାକ ତିଆରି କରାଯାଏ ଏବଂ ସେ ପୋଷାକ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ। ରାନୁ କହିଲ, ପୋଷାକ କିପରି ପ୍ରସ୍ତୁତ କରାଯାଏ? ଠିକ ଅଛି। କପା ଗଛରୁ କପା ଫଳ ମିଳିଥାଏ। ସେହି କପା ଫଳ ଗୁଡ଼ିକ ପାକଳ ହେଲେ ସେଥିରୁ କପା ବା ତୁଳା ମିଳେ। ସେ ତୁଳାକୁ ମେସିନ ସାହାଯ୍ୟରେ ସୂତାରେ ପରିଣତ କରାଯାଏ ଏବଂ ସେହି ସୂତାରୁ ବିଭିନ୍ନ ରକମର ପୋଷାକ ପ୍ରସ୍ତୁତ କରାଯାଏ। ପିଲାମାନେ, ତମେ ବିଭିନ୍ନ ପ୍ରକାର ଚାଷ ବିଷୟରେ ଜାଣିଛ, ଯେମିତିକି ଧାନ ଚାଷ, ଗହମ ଚାଷ, ଆଳୁ ଚାଷ ଏସବୁ ବିଷୟରେ ଜାଣିଛ। ଏସବୁ ଚାଷ ପରି କପାକୁ ମଧ୍ୟ ଚାଷ କରାଯାଇଥାଏ। ମାତ୍ର କପା ଚାଷ ପାଇଁ କୃଷ୍ଣ ମୃତ୍ତିକା ବା କଳା ମାଟି ସାଧାରଣତଃ ଦରକାର ହୋଇଥାଏ। ଏହା ସହ ଉଷ୍ଣ ଜଳବାୟୁ ମାନେ ଅତ୍ୟଧିକ ଗରମ ବା ଅତ୍ୟଧିକ ଥଣ୍ଡା ନଥିବା ଜାଗାରେ କପା ଚାଷ କରାଯାଇଥାଏ। ଆମ ଦେଶର ମହାରାଷ୍ଟ୍ର ଓ ଗୁଜରାଟରେ ବହୁଳ ମାତ୍ରାରେ କପା ଚାଷ କରାଯାଏ। ସେଥିପାଇଁ ମହାରାଷ୍ଟ୍ରର ମୁମ୍ବାଇ ଓ ଗୁଜରାଟର ସୁରତ, ଅହମ୍ମଦାବାଦରେ ଅନେକ ଗୁଡ଼ାଏ ଲୁଗାକଳ ଅଛି। ଆମ ରାଜ୍ୟରେ ମଧ୍ୟ ଅନେକ ଜାଗାରେ କପା ଚାଷ କରାଯାଏ। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହି ଚାଷ କରାଯାଇଥାଏ। ମମତା କହିଲ, ଚିତ୍ରରେ ଏଇ ଯୋଉ ଜିନିଷ ଗୁଡ଼ିକ ଦେଖୁଛ ସେଗୁଡ଼ିକ କଣ? ଭେରି ଗୁଡ୍। ଏଗୁଡ଼ିକ ବସ୍ତା ବା ତାକୁ ମଧ୍ୟ ଆମେ ଅଖା କହନ୍ତି। କିଏ କହିପାରିବ ଏ ବସ୍ତା ବା ଅଖା କେଉଁଥିରୁ ତିଆରି ହୋଇଥାଏ? ଜାଣିନ? ଠିକ ଅଛି। ତାହେଲେ ଏଇ ଯୋଉ ଆମେ ବସ୍ତା ବା ଅଖା ଦେଖୁଛେ ଏହା ସାଧାରଣତଃ ଝୋଟରୁ ତିଆରି। ଚିତ୍ରରେ ତମେ ଯୋଉ ଗଛ ଦେଖୁଛ ତାହା ହେଉଛି ନଳିତା ଗଛ। ଏହି ନଳିତା ଗଛରୁ ଝୋଟ ପ୍ରସ୍ତୁତ କରାଯାଏ। ତାହା କେମିତି ହୁଏ ଆସ ଜାଣିବା। ନଳିତା ଗଛ ପାକଳ ହେଲେ ସେଗୁଡ଼ିକୁ ବିଡ଼ା ବନ୍ଧାଯାଏ। ସେହି ବିଡ଼ାଗୁଡ଼ିକୁ ଗଡ଼ିଆ ପାଣିରେ, ଚିତ୍ରରେ ତମେ ଯୋଉ ଦେଖୁଛ ପାଣି, ସେହି ପାଣି ଭିତରେ ପ୍ରାୟ 15 ଦିନ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଏ। ନଳିତା ବିଡ଼ା ପଚିଗଲେ ସେଥିରୁ ଝୋଟ ବାହାରେ। ସେ ଝୋଟକୁ ପୁଣି ଖରାରେ ଶୁଖାଇଲେ
ତାହା ପୂର୍ଣ୍ଣ ରୂପରେ ଶୁଖିଯାଏ ଏବଂ ସେଇ ଝୋଟରୁ ଅଖା ବା ବସ୍ତା ତିଆରି କରାଯାଏ। ପିଲାମାନେ ଚିତ୍ରରେ କଣ ଦେଖୁଛ? ଓକେ, କାଠି ଗୁଡ଼ିକ ବିଡ଼ା ବନ୍ଧା ହେଇଛି। ତାହେଲେ ଏଇ ଯୋଉ ନଳିତା ଗଛରୁ ଝୋଟ ବାହାର କଲା ପରେ ଯେଉଁ କାଠି ବାହାରେ ସେଗୁଡ଼ିକୁ ଏଇଭଳି ଭାବରେ ବିଡ଼ା ବାନ୍ଧିକି ରଖାହେଇଛି। ଏଇ କାଠି ଗୁଡ଼ିକୁ କାଉଁରିଆ କାଠି କୁହାଯାଏ। ପିଲାମାନେ ତମେମାନେ ଜାଣିଛ ଯେ ଦୀପାବଳିରେ ଏଇ କାଠିକୁ ଜାଳି ଲୋକମାନେ ତାଙ୍କର ପୂର୍ବପୁରୁଷକୁ ଡାକିଥାନ୍ତି। କପା ଚାଷ ପରି ନଳିତାକୁ ମଧ୍ୟ ଚାଷ କରାଯାଏ। ମାତ୍ର ନଳିତା ବର୍ଷା ଦିନରେ ହିଁ ଚାଷ କରାଯାଏ। ଆହୁରି ମଧ୍ୟ ନଳିତା ଚାଷ ପାଇଁ ସବୁଠାରୁ ଭଲ ହେଉଛି ପଟୁମାଟି। ଆମ ଦେଶର ପଶ୍ଚିମବଙ୍ଗ ରାଜ୍ୟରେ ବହୁଳ ମାତ୍ରାରେ ନଳିତା ଚାଷ କରାଯାଏ। ସେହିପରି ଆମ ରାଜ୍ୟ ଓଡ଼ିଶା କଥା ଯଦି କହିବା, ତାହେଲେ ଆମ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ନଳିତା ଚାଷ ବେଶୀ କରାଯାଏ। ଇତିଶ୍ରୀ କହିଲ, ଚିତ୍ରରେ ତମେ ଯୋଉ ଦେଖୁଛ ଦଉଡ଼ି, ପାପୋଛ ଏସବୁ ଜିନିଷ କେଉଁଥିରୁ ତିଆରି? ଜାଣିନ? ଓକେ, ମନେ ରଖିବ, ଏସବୁ ଜିନିଷ ନଡ଼ିଆ କତାରୁ ତିଆରି। ତମେମାନେ ତ ଜାଣିଛ ନଡ଼ିଆରୁ ନଡ଼ିଆ କତା ମିଳିଥାଏ। ଏହି ନଡ଼ିଆ କତା ହିଁ ନଡ଼ିଆ ଗଛର ତନ୍ତୁ ଅଟେ। ଏହି ନଡ଼ିଆ କତାରୁ ଆମେ ସାଧାରଣତଃ ଗଦି, ପାପୋଛ, ଦଉଡ଼ି ଭଳି ବିଭିନ୍ନ ଦରକାରୀ ଜିନିଷ ପାଇଥାଉ। ତେଣୁ କପା ଓ ଝୋଟ ପରି ନଡ଼ିଆ ମଧ୍ୟ ଏକ ଉଦ୍ଭିଦଜାତ ତନ୍ତୁ ଅଟେ। ପିଲାମାନେ କହିଲ, ଆଜିକା ପାଠରୁ ତାହେଲେ ଆମେ କଣ ଶିଖିଲେ? କିଏ କହିପାରିବ? ଓକେ, କପା, ନଡ଼ିଆ, ଝୋଟ ଏସବୁ ବିଷୟରେ ଆମେ ପଢ଼ିଲେ। ମନେ ରଖିବ, କପା, ଝୋଟ, ନଡ଼ିଆ ଏସବୁ ହେଉଛି ଉଦ୍ଭିଦ ଜାତୀୟ ତନ୍ତୁ। ମମତା କହିଲ, ତମେ କଣ ଶିଖିଲ? ରାଇଟ୍, କପା ଗଛରୁ କପା ବା ତୁଳା ମିଳେ। ସେ ତୁଳାରୁ ସୂତା ତିଆରି କରି ସେଥିରୁ ଆମେ ବିଭିନ୍ନ ପ୍ରକାର ପୋଷାକ ପାଇଥାଉ। ଭେରି ଗୁଡ୍। ବିଶାଲ କହିଲ, ତମେ ଏ ପାଠରୁ କଣ ଶିଖିଲ? କପା ଚାଷ କଥା ଶିଖିଲ। ଓକେ, କପା ଚାଷ ସାଧାରଣତଃ କୃଷ୍ଣ ମୃତ୍ତିକା ଏବଂ ଉଷ୍ମ ଜଳବାୟୁରେ ହେଇଥାଏ। ସେଥିପାଇଁ ଆମ ଦେଶର ମହାରାଷ୍ଟ୍ର ଏବଂ ଗୁଜରାଟରେ ସେ ପ୍ରକାର ମାଟି ଥିବାରୁ ଅନେକ ପ୍ରକାର ଲୁଗାକଳ ଦେଖାଯାଏ। ଓକେ, ଭେରି ଗୁଡ୍। ରଶ୍ମି କହିଲ, ତମେ କଣ ଶିଖିଲ? ଝୋଟ ବିଷୟରେ। ଆଚ୍ଛା, ଠିକ ଅଛି। ତାହେଲେ ଝୋଟରୁ ଆମେ ବିଭିନ୍ନ ପ୍ରକାରର ଜିନିଷ ପାଇଥାଉ, ଯୋଉଗୁଡ଼ିକୁ ଆମେ ଘର ବ୍ୟବହାର କରୁ, ଯେପରି ବସ୍ତା ଏବଂ ଅନ୍ୟାନ୍ୟ ଦରକାରୀ ଜିନିଷ। ଏବଂ ଝୋଟ ଚାଷ ପାଇଁ ସାଧାରଣତଃ ପଟୁ ମାଟି ଦରକାର ହେଇଥାଏ ଏବଂ ଆମ ଦେଶର ପଶ୍ଚିମବଙ୍ଗରେ ସେଥିପାଇଁ ବହୁତ ଝୋଟ ଚାଷ କରାଯାଏ। ଓକେ, ଆଲୋକ କହିଲ, ଆଉ କଣ ଶିଖିଲ? ହଁ, ନଡ଼ିଆ କତାରୁ ଦଉଡ଼ି, ପାପୋଛ, ଗଦି ଏସବୁ ତିଆରି କରାଯାଏ। ଭେରି ଗୁଡ୍। ଆମେ ଯାହା ପାଠ ପଢିଲେ ସେଥିରୁ ମୁଁ କିଛି ତମକୁ ପଚାରିବି, ଯାହାକୁ ପଚାରିବି ସେ କହିବ। ଠିକ ଅଛି? ଆଚ୍ଛା, ରବି କହିଲ, ନଡ଼ିଆ କତାରୁ ଆମେ କେଉଁ ଜିନିଷ ପାଇଥାଉ? ରାଇଟ୍, ଦଉଡ଼ି, ଗଦି, ପାପୋଛ। ଓକେ। ସୀମା କହିଲ, ଭାରତର କେଉଁ ଜିଲ୍ଲାରେ ଝୋଟ ଚାଷ କରାଯାଏ? ପଶ୍ଚିମବଙ୍ଗ। ଭେରି ଗୁଡ୍। ରାଜେଶ କହିଲ,
ଗୁଜରାଟର କେଉଁ ସହରରେ ଲୁଗା କଳ ଅଛି? ହଁ, ସୁରତ ଏବଂ ଅହମ୍ମଦାବାଦ। ଆଚ୍ଛା, ରାନୀ କହିଲ, ତୁଳାକୁ ଆମେ କେଉଁ କାମରେ ବ୍ୟବହାର କରିଥାଉ? ଗଦି, ତକିଆ, ହଁ, ଆଉ ଗୋଟେ ମନେ ରଖିବ, ଡାକ୍ତରଖାନାରେ ରୋଗୀ ସେବା ପାଇଁ ମଧ୍ୟ ତୁଳାକୁ ବ୍ୟବହାର କରାଯାଏ। ପିଲାମାନେ, ଏବେ ମୁଁ ତୁମକୁ କିଛି ବାକ୍ୟ କହିବି। ଯଦି ସେ ବାକ୍ୟଟି ଠିକ୍ ଥିବ ତାହେଲେ ତମେ ଠିକ୍ କହିବ, କିନ୍ତୁ ଯଦି ବାକ୍ୟଟି ଭୁଲ ଥିବ ତାହେଲେ ବାକ୍ୟଟିକୁ ଠିକ୍ କରି କହିବ। ଜାଣିପାରିଲ? କ'ଣ କରିବାକୁ ପଡ଼ିବ ଜାଣିପାରିଲ? ଠିକ୍ ଅଛି, ତାହେଲେ ମୁଁ ଯାହାକୁ ପଚାରିବି ସିଏ କହିବ। ହେମା କହିଲ, କପା ଏକ ପ୍ରାଣୀଜ ତନ୍ତୁ। ଠିକ୍ ନା ଭୁଲ? ଭୁଲ। କ'ଣ ହବ ତାହେଲେ? କପା ଏକ ଉଦ୍ଭିଦଜାତ ତନ୍ତୁ। ଭେରି ଗୁଡ୍। ମମତା କହିଲ, ପଟୁ ମାଟିରେ ନଳିତା ଚାଷ ଭଲ ହୁଏ। ଏ ବାକ୍ୟଟି ଠିକ୍ ନା ଭୁଲ? ହଁ, ମନେ ପକାଅ, ଆମେ ଯାହା ପଢିଥିଲେ। ଠିକ୍, ଭେରି ଗୁଡ୍, ଏ ବାକ୍ୟଟି ଠିକ୍ ଅଛି। ଆଚ୍ଛା, ବିଶାଲ କହିଲ, ଦଶହରାରେ କାଉଁରିଆ କାଠି ଜାଳି ଲୋକମାନେ ପୂର୍ବପୁରୁଷଙ୍କୁ ଡାକନ୍ତି। ଏ ବାକ୍ୟଟି ଠିକ୍ ଅଛି ନା କୋଉଠି ବଦଳିବ? ଦୀପାବଳିରେ। ଓକେ, ରାଇଟ୍। ତାହେଲେ କ'ଣ ହବ? ଦୀପାବଳିରେ କାଉଁରିଆ କାଠି ଜାଳି ଲୋକମାନେ ପୂର୍ବପୁରୁଷକୁ ଡାକିଥାନ୍ତି। ପିଲାମାନେ, ଆଜି ପାଇଁ ତାହେଲେ ଏତିକି। ତମକୁ ଅଶେଷ ଧନ୍ୟବାଦ।